ହଁ ଦେଖନ୍ତୁ ଆମର ଗତକାଲି ଟାଉନ ଥାନା ଆଇଆଇସି ଗୋଟେ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ଆମର ସାହୁ କଲୋନୀ ପାଖରେ ଅ, ଦୁଇ ଜଣ ମହିଳା ବ୍ରାଉନ୍ ସୁଗର ବିକ୍ରି କରୁଛନ୍ତି। ତ ତାଙ୍କ ନାଁରେ ଆଗରୁ ବି ଆଇସିଙ୍କ ପାଖରେ ଖବର ଥିଲା। ଏଥିରେ ତା ଜଣେ ହେଉଛି ଇପ୍ସିଭା ଶ୍ରେଷ୍ଠ, ଆଉ ଜଣେ ହେଉଛି ପାଲୋରାମ। ତ ଏମାନେ ଆମର ଏସ୍ପି ସମ୍ବଲପୁର ସାହେବଙ୍କର ଯେଉଁ ରହିଛି ନିର୍ଦ୍ଦେଶ ରହିଛି ଯେ ମାନେ ଯେଉଁ ବ୍ରାଉନ୍ ସୁଗର ହେଲା, କୋରେକ୍ସ ହେଲା, ଯେଉଁ ପିବନ୍ତି ଏଗୁଡ଼ାକ ଯେଉଁ କଣ୍ଟିନ୍ୟୁସଲି ରାଇଡ୍ କରିବା ପାଇଁ ନିର୍ଦ୍ଦେଶ ରହିଛି ଏବଂ ସେଇ ତାର ଆଧାରରେ ଆମର ଗତକାଲିଟା ରେଡ୍ଟା ହେଇଥିଲା ଖବର ପାଇକିରି। ତ ସେଥିରେ ଦୁଇ ଜଣଙ୍କୁ ଆମେ ଡିଟେନ୍ କରିଥିଲେ ଆଉ ତାଙ୍କୁ ସର୍ଚ୍ଚ କଲା ପରେ ତାଙ୍କ ପାଖରୁ 13 ଗ୍ରାମ ବ୍ରାଉନ୍ ସୁଗର ଆଉ ଗୋଟେ ଦୁଇଟା ମୋବାଇଲ ଫୋନ୍ ଆଉ 26,420 ଟଙ୍କା ସିଜର ହେଇଛି। ଦୁଇ ଜଣ ଇପ୍ସିଭା ଶ୍ରେଷ୍ଠ ଆଉ ପଲରାମ ବର୍ତ୍ତମାନ ଆରେଷ୍ଟ ହେଇଛନ୍ତି। ଆମର ଯେଉଁ ଏନ୍ଡିପିଏସ୍ ଆକ୍ଟର ଯେଉଁ ପ୍ରୋସିଜିଓର ରହିଛି ମାଜିଷ୍ଟ୍ରେଟ୍ ଆସିଲା ପରେ ସବୁ କାମ ସରିଛି, ରଖାହେଇଛି। ଆଜି ତାଙ୍କୁ କୋର୍ଟରେ ପ୍ରଡ୍ୟୁସ୍ କରାଯିବ। ସେଇ କନସର୍ନରେ ଆମର ଟାଉନ ଥାନା କେସ୍ ନମ୍ବର 253/2026 अंडर सेक्शन 21 भी एनडीपीएस एक्ट केस ହେଇଛି 29 एनडीपीएस एक्ट। ଏଥିରେ ଆଉ ଗୋଟେ ଜିନିଷ ଅଛି ଯେ ଏମାନେ ପୁରା ତାଙ୍କର ଫ୍ୟାମିଲି ହିଁ ଏ ବ୍ରାଉନ୍ ସୁଗର ବେପାରଟା କରୁଥିଲେ। ଆଗରୁ ଆମର 15/7/2026ରେ ଆମର ଠେଲକଲି ଥାନାରେ ମଧ୍ୟ ତାଙ୍କର ଯେଉଁ ବାପ ପୁଅ ଏମାନଙ୍କର ଆରେଷ୍ଟ ହେଇକି ଫରୱାର୍ଡ଼ ହେଇଛନ୍ତି। ମାନେ ଏ ଯେଉଁ ଇପ୍ସିଭା ଶ୍ରେଷ୍ଠର ହଜବେଣ୍ଡ ଆଉ ତାର ପଲ୍ ରାମର ହଜବେଣ୍ଡ, ଦୁଇ ଜଣ ବାପ ମାନେ ଗୋଟେ ଫ୍ୟାମିଲି ଆରେଷ୍ଟ ହେଇକି ଫରୱାର୍ଡ଼ ହେଇଛନ୍ତି। ଦୁଇ ମହିଳାଙ୍କ ମଧ୍ୟରେ ସମ୍ପର୍କ କ'ଣ ରହିଛି? ସେମାନେ ଶାଶୁ ବୋହୂ ହେବେ। ଦୁଇ ଜଣଙ୍କ ଶାଶୁ ଆଗରୁ ତାଙ୍କ ନାଁରେ କିଛି ଆଗରୁ ବାପ ପୁଅ ଆରେଷ୍ଟ ହେଇକି ଫରୱାର୍ଡ଼ ହେଇଥିଲେ, ଶାଶୁ ବୋହୂ ହେବେ। ତାଙ୍କ ନାଁରେ ଆମର ଖବର ଥିଲା, ଆମର ନଜରରେ ଥିଲେ, ସେମାନେ ସ୍କାନରରେ ଥିଲେ ଏବଂ ଏରା ସିଜର ହେଲା ପରେ ଆରେଷ୍ଟ ହେଇଛନ୍ତି। ଆଜି କୋର୍ଟ